ଏପ୍ରିଲ ମାସର ଅଭ୍ୟୁଟାଡ଼ିଗୁଡ଼ିକ ଚନ୍ଦ୍ରିକା ପ୍ରସାଦ ସାନ୍ତୋକି ଯିଏକି ପୂର୍ବତନ ପ୍ରେସିଡେଣ୍ଟ ଥିଲେ ସୁରିନାମ କଣ୍ଟ୍ରିର। ପ୍ରବାସୀ ଭାରତୀୟ ସମ୍ମାନ ତାଙ୍କୁ ମିଳିଥିଲା 2021ରେ। ମହସିନା କିଡୱାଇ ଯିଏକି କଂଗ୍ରେସ ଲିଡର ଥିଲେ ରାଜୀବ ଗାନ୍ଧୀଙ୍କ ପ୍ରାଇମ୍ ମିନିଷ୍ଟର ଟାଇମରେ। ଜିମ୍ ୱିଟେକର ଯିଏକି ପ୍ରଥମ ଆମେରିକାନ ଥିଲେ ମାଉଣ୍ଟ ଏଭରେଷ୍ଟକୁ ଚଢ଼ିଥିଲେ, ତାଙ୍କର ବହି ହେଉଛି ଲାଇଫ୍ ଅନ୍ ଦ ଏଜ୍। ସିଡି ଗୋପୀନାଥ ଯିଏକି ଲାଷ୍ଟ ମେମ୍ବର ଥିଲେ, ଇଣ୍ଡିଆର ଫାଷ୍ଟ ଟେଷ୍ଟ ୱିନିଂ ଟିମ୍ର ଲାଷ୍ଟ ମେମ୍ବର ଯିଏ ପର୍ଯ୍ୟନ୍ତ ବଞ୍ଚିକି ଥିଲେ। କର୍ଣ୍ଣେଲ ସୋନମ ୱାଙ୍ଗଚୁକ୍ ଯିଏକି ଲାୟନ ଅଫ୍ ଲାଦାଖ କୁହାଯାଏ ତାଙ୍କୁ। କାରଗିଲ ଯୁଦ୍ଧରେ ତାଙ୍କର ଅପରେସନ୍ ବିଜୟରେ ତାଙ୍କର ପରାକ୍ରମ ଦେଖାଯାଏ। ଇଣ୍ଡିଆନ୍ ଆର୍ମିରେ ସିଏ ଆସାମ ରେଜିମେଣ୍ଟ ଏବଂ ଲାଦାଖ ସ୍କାଉଟରେ ଥିଲେ। ଆଶା ଭୋସଲେ ଯିଏକି ତାଙ୍କୁ କୁହାଯାଏ ନାଇଟାଙ୍ଗେଲ ଅଫ୍ ଏସିଆ, ଜଣେ ପ୍ଲେବ୍ୟାକ୍ ସିଙ୍ଗର ଥିଲେ। ହିନ୍ଦୁସ୍ତାନ କ୍ଲାସିକାଲ ମ୍ୟୁଜିକ୍ର ଗ୍ୱାଲିୟର ଘରାନାରୁ ସିଏ ବିଲଙ୍ଗ କରୁଛନ୍ତି। 1997ରେ ନୋମିନେଟେଡ୍ ହେଇଥିଲେ ଗ୍ରାମୀ ଆୱାର୍ଡ଼ ପାଇଁ। 1999ରେ ଲତା ମଙ୍ଗେଶକର ଆୱାର୍ଡ଼ ତାଙ୍କୁ ମିଳିଥିଲା। 2008ରେ ପଦ୍ମ ବିଭୂଷଣ ମିଳିଥିଲା। 2011ରେ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡ କରିଥିଲେ, ଯେଉଁଟାକି ମୋଷ୍ଟ ରେକର୍ଡେଡ ଆର୍ଟିଷ୍ଟ ମ୍ୟୁଜିକାଲ ହିଷ୍ଟ୍ରିରେ। ଏନ୍ ରାମଚନ୍ଦ୍ରନ ଯିଏକି ପୂର୍ବତନ ପ୍ରେସିଡେଣ୍ଟ ଥିଲେ ୱାର୍ଲଡ ସ୍କ୍ୱାସ୍ ଫେଡେରେସନର ଏବଂ ପୂର୍ବତନ ପ୍ରେସିଡେଣ୍ଟ ଥିଲେ ଇଣ୍ଡିଆ ଅଲିମ୍ପିକ ଆସୋସିଏସନର ମଧ୍ୟ। ଓସ୍କାର ସ୍କାମିର ଯିଏ ତାଙ୍କର ନାଁ ହୋଲି ହ୍ୟାଣ୍ଡରେ ପରିଚିତ, ହୋଲି ହ୍ୟାଣ୍ଡ ନାମରେ ପରିଚିତ ସେ ଜଣେ ବ୍ରାଜିଲିଆନ ପ୍ରଫେସନାଲ ବାସ୍କେଟବଲ ପ୍ଲେୟାର ଥିଲେ। ଭୋଗେନ ଦାସ ରାୟକର ଯିଏକି ପଦ୍ମଶ୍ରୀ ପାଇଥିଲେ ସ୍ପୋର୍ଟସ କ୍ୟାଟେଗୋରୀରେ 2026ରେ। ତାଙ୍କୁ କୁହାଯାଏ ପାୟନର ଅଫ୍ ବୁନ୍ଦେଲି ମାର୍ଶାଲ ଆର୍ଟସ। ବଲବୀର ପନ୍ତ ଯିଏକି ଜଣେ ଜର୍ଣ୍ଣାଲିଷ୍ଟ ଥିଲେ ଏବଂ ରାଜ୍ୟସଭାର ଏମ୍ପି ଥିଲେ ବିଜେପିରୁ। ତାଙ୍କର ବହି ଟ୍ରିଷ୍ଟ ୱିଥ୍ ଅଯୋଧ୍ୟା, ଡିକୋଲାନାଇଜେସନ ଅଫ୍ ଇଣ୍ଡିଆ। ଦେଶମଣ୍ଡ ମୋରିସ ଯିଏକି ଜଣେ ଜୁଓଲୋଜିଷ୍ଟ ଆଉ ଇଥୋଲୋଜିଷ୍ଟ ଥିଲେ। ନାଣ୍ଡେଲା ଭାସ୍କର ରାଓ ଯିଏକି 11ତମ ସିଏମ୍ ଥିଲେ ଆନ୍ଧ୍ରପ୍ରଦେଶର। ଡକ୍ଟର ଗୋପାଳ ରାଓ ପାଟିଲ ଯାହାଙ୍କୁ ଦେବମାନୁଷ ନାମରେ ପରିଚିତ ବା ଗଡଲି ମ୍ୟାନ୍, ସେ ଡକ୍ଟର, ସୋସିଆଲ ୱାର୍କର ଏବଂ ରାଜ୍ୟସଭାର ଏମ୍ପି ଥିଲେ। ଶିବ ରତନ ଭେଲାମାକାନି ଯିଏକି ଜଣେ ଚେୟାରମ୍ୟାନ୍ ଆଉ ଏମ୍ଡି ଥିଲେ, ମ୍ୟାନେଜିଂ ଡାଇରେକ୍ଟର ବିକାଜି ଫୁଡ ଇଣ୍ଟରନ୍ୟାସନାଲ ଲିମିଟେଡର। ରଘୁ ରାୟ ଯିଏକି ଜଣେ ଫଟୋଗ୍ରାଫର ଆଉ ଫଟୋ ଜର୍ଣ୍ଣାଲିଷ୍ଟ ଥିଲେ। ତାଙ୍କୁ କୁହାଯାଏ ଫାଦର ଅଫ୍ ଇଣ୍ଡିଆନ ଫଟୋ ଜର୍ଣ୍ଣାଲିଜିମ୍। ପଦ୍ମଶ୍ରୀ ପାଇଥିଲେ ଆର୍ଟ କ୍ୟାଟେଗୋରୀରେ 1972ରେ। ସେ ଆଉ ନାହାନ୍ତି।